ସାର୍ ଆପଣଙ୍କୁ ନ୍ୟୁଜ୍ ରୁମକୁ ସ୍ୱାଗତ କରୁଛି ସାର୍। ଯେଭଳି ଭାବେ ଏକ ପ୍ରକାର ପାଗରେ ପରିବର୍ତ୍ତନ ଆସିଛି ଆଉ ଯଦି ଆମେ ଦେଖିବା ଲଗାତାର 2 ଦିନ ହେବ ପାଗରେ ଚେଞ୍ଜେସ୍ ଆସିଛି ଆଉ ବର୍ଷା ମଧ୍ୟ କେଉଁଠି ନା କେଉଁଠି ପରିଲକ୍ଷିତ ହେଉଛି। ପୁରା ରାଜ୍ୟ କଥା ଆମେ ଯଦି କହିବା ରାଜଧାନୀ ଭୁବନେଶ୍ୱରରେ ଯଦିଓ ବର୍ଷା ହୋଇନାହିଁ ଆଜି ସକାଳୁ ସକାଳୁ ପାଗ ମେଘାଚ୍ଛନ୍ନ ଅଛି ଆକାଶ। କଣ କହିବେ ବର୍ତ୍ତମାନର ଅପଡେଟକୁ ନେଇ ରାଜଧାନୀ ଭୁବନେଶ୍ୱରରେ କେବେ ବର୍ଷା ହେବ? କଣ କହିବେ ସାର୍? ନମସ୍କାର। ଆଜି ଆମର ଯୋଉ କାଳବୈଶାଖୀର ଯୋଉ ଏପିସୋଡ ଆରମ୍ଭ ହେଇଥିଲା 20 ତାରିଖରୁ ସେ 24 ତାରିଖ ପର୍ଯ୍ୟନ୍ତ ଚାଲିବ। ମତେ ଲାଗୁଛି ବେଶୀ ପ୍ରଭାବ ଆଜି ଆଉ କାଲି 22-23ରେ ରହିବାର ସମ୍ଭାବନା ରହୁଛି। ଆଜ୍ଞା ଆଉ ବର୍ତ୍ତମାନ ଧୀରେ ଧୀରେ ବାୟୁର ଯୋଉ ଚଳନ ହଉଛି ସେଟା ପଶ୍ଚିମରୁ ପୂର୍ବକୁ ହଉଛି। ବର୍ତ୍ତମାନ ବି ଆମର ଉତ୍ତର ଜିଲ୍ଲାରେ ଯେମିତି କେନ୍ଦୁଝର, ମୟୂରଭଞ୍ଜ, କିଛିଟା ସୁନ୍ଦରଗଡ଼ ସକାଳ ଆକ୍ଟିଭିଟିଜ ରହିଛି ଆଉ ତାପରେ ସେ ଧୀରେ ଧୀରେ ବର୍ତ୍ତମାନ ଯୋଉ ଦିଗଟା ପଶ୍ଚିମରୁ ପୂର୍ବକୁ ହଉଛି। ତେଣୁ ଆଜି ଅପରାହ୍ନ ପରେ ପରେ ମତେ ଲାଗୁଛି ଆମର ଯୋଉ ଉପକୂଳବର୍ତ୍ତୀ ଜିଲ୍ଲା ମାନେ ଇନକ୍ଲୁଡିଂ ଆପଣ ଯୋଉ କହୁଛନ୍ତି ଭୁବନେଶ୍ୱର ବର୍ଷା ପାଇବ। ଆଉ ସେଇ ଯୋଉ ସିଷ୍ଟମର ମୁଭମେଣ୍ଟ ହବ ପଶ୍ଚିମରୁ ପୂର୍ବକୁ ସେ ଆଜି ଅପରାହ୍ନରୁ ଆଜି ରାତି, କାଲି ସକାଳ, କାଲି ଅପରାହ୍ନ, ଏଇ ଯୋଉ ସମୟ ସୀମାଟା ରହୁଛି 24ରୁ 36 ଘଣ୍ଟା, ସେଇ ସମୟରେ ଆମର ଯୋଉ ଉପକୂଳବର୍ତ୍ତୀ ଜିଲ୍ଲା ମାନେ ଅଛନ୍ତି ଇନକ୍ଲୁଡିଂ ଆମର ଯୋଉ ଖୋର୍ଦ୍ଧା ଜିଲ୍ଲା ଅଛି ସେଥିରେ ବି ମତେ ଲାଗୁଛି ବର୍ଷା ରହିବାର ସମ୍ଭାବନା ରହୁଛି। ଗୋଟେ ବଡ ଅଞ୍ଚଳରେ ସିଚୁଏସନ ରହିବ, ଯେମିତି ଟିକେ କୋହଲା ପାଗ ଆଉ ବାଦଲ ଆକାଶ ଆଉ ହାଲୁକାରୁ ମଧ୍ୟମ ଧରଣର ବର୍ଷା, ସ୍ଥାନେ ଆଜ୍ଞା ସ୍ଥାନେ ଟିକେ ଅଧିକା ବର୍ଷା, এই ପ୍ରକାର ପରିସ୍ଥିତି ରହିବ। ଆଉ 24 ତାରିଖ ପର୍ଯ୍ୟନ୍ତ ଏଇ ଯୋଉ କାଳବୈଶାଖୀର ଏପିସୋଡ ଚାଲିବ। ଆଉ ଆଜ୍ଞା ତାପରେ ପୁଣି ଏ ପ୍ରଭାବ କମିଯିବ, ଆମେ ପୁଣି ଗୋଟେ ସକ୍ରିୟ ଖରାକୁ ଚାଲିଯିବା। ସାର୍ ଏଇ ଯୋଉ କାଳବୈଶାଖୀର ପ୍ରଭାବ ଯେମିତିକି ଆପଣ କହୁଥିଲେ 24 ତାରିଖ ପର୍ଯ୍ୟନ୍ତ ଲାଗି ରହିବ, କିନ୍ତୁ କେଉଁ କେଉଁ ଜିଲ୍ଲାରେ ଅଧିକ ବର୍ଷା ହେବ ଏହା ଯୋଗୁଁ କଣ କହିବେ ସାର୍? ନା ମୋଟାମୋଟି ଆପଣ ଯଦି ବର୍ତ୍ତମାନ ତାର ଅବସ୍ଥିତି ଦେଖିବେ, ତାର ଅବସ୍ଥିତିଟା ଉତ୍ତର ଓଡିଶାରେ ବେଶୀ ପ୍ରଭାବ ଦଉଛି। ଆଉ ଯାକୁ ଯଦି ଆଜ୍ଞା ନିର୍ଦ୍ଦିଷ୍ଟ ଭାବରେ କହିବେ ତାହେଲେ ଆମର ଯୋଉ କେନ୍ଦୁଝର, ମୟୂରଭଞ୍ଜ, ତାପରେ ଯାଜପୁର, ଆଜ୍ଞା ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ତାପରେ ବାଲେଶ୍ୱର, ଭଦ୍ରକ, ଏଇ ଅଞ୍ଚଳଟା ଟିକେ ଅଧିକା ବର୍ଷା ମତେ ଲାଗୁଛି ପାଇପାରେ। ଓଭରଅଲ ଓଡିଶାରେ ଗୋଟେ ଆଂଶିକ ପ୍ରଭାବ ବି ରହିପାରେ, ବିନା ଆଭ୍ୟନ୍ତରୀଣ ଓଡିଶାରେ ପ୍ରଭାବ ରହିପାରେ, ଗଞ୍ଜାମ ଜିଲ୍ଲା, କନ୍ଧମାଳ ଜିଲ୍ଲା ପର୍ଯ୍ୟନ୍ତ ବି ପ୍ରଭାବ ରହିପାରେ, ନୟାଗଡ଼। ହୁଁ ତେଣୁ ଗୋଟେ ବଡ ଅଞ୍ଚଳରେ ପ୍ରଭାବ ରହିବ, କିନ୍ତୁ ଉତ୍ତର ଓଡିଶା ପାର୍ଶ୍ୱବର୍ତ୍ତୀ ଯୋଉ ଆମର ଯୋଉ ବାଲେଶ୍ୱର, ଭଦ୍ରକ ପାର୍ଶ୍ୱବର୍ତ୍ତୀ ଯୋଉ ଜିଲ୍ଲା ମାନେ ଅଛନ୍ତି ଯେମିତି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଆଜ୍ଞା ଟିକେ ମୟୂରଭଞ୍ଜ ଅଧିକା ବର୍ଷା ଟିକେ ପାଇବେ। ଓଭରଅଲ ଓଡିଶାରେ ତାପମାତ୍ରା କମିଯିବ ଆଉ ହାଲୁକା ବର୍ଷା ରହିବ, ବହୁତ ସ୍ଥାନରେ ହାଲୁକା ବର୍ଷା ରହିବ, କିନ୍ତୁ ଗୋଟେ କୋହଲା କଣ୍ଡିସନ ସୃଷ୍ଟି କରିକି ରଖିବ। ଆଉ ତା ପ୍ରଭାବଟା କାଲି ଆଜ୍ଞା ଆଉ ଟିକେ କମିଯିବ 23 ତାରିଖ ଦିନ, ତାପରେ 24 ତାରିଖ ଦିନ ସମ୍ପୂର୍ଣ୍ଣ କମିଯିବ। ତେଣୁ ଆଜି ଆଉ କାଲି ପ୍ରଭାବଟା ମତେ ଲାଗୁଛି ଅଧିକାଂଶ ଓଡିଶାରେ ରହିବ, ଉପକୂଳବର୍ତ୍ତୀ ଓଡିଶା ବି ତା ଭିତରେ ଅନ୍ତର୍ଭୁକ୍ତ। ଆଜ୍ଞା ଯଦି କହିବା ଆମେ ଉପକୂଳବର୍ତ୍ତୀ ଓଡ଼ିଶାରେ ବର୍ଷା ଅଧିକ ରହିବ। ନାଇଁ, ଆପଣ ଯଦି ବର୍ଷାର ମାତ୍ରା ନେବେ 20ରୁ 24 ତାରିଖ ବର୍ଷାର ମାତ୍ରା ନେବେ, ଆମର ଯୋଉ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ରହୁଛି ସେଠି ମାତ୍ରାଟା ଅଧିକା ରହିବ। କାରଣ ଯୋଉ ଆମର ନିମ୍ନଚାପ ରେଖାର ମେଜର ସର୍କୁଲେସନଟା ସେଇଠି ରହୁଛି, ଆଉ ପାର୍ଶ୍ୱବର୍ତ୍ତୀ ଝାଡଖଣ୍ଡ ଆଉ ପଶ୍ଚିମବଙ୍ଗ। କିନ୍ତୁ ଆଜ୍ଞା ପ୍ରଭାବଟା ଧୀରେ ଧୀରେ ଯେହେତୁ ଉତ୍ତର ପଶ୍ଚିମ ଯୋଉ ମୁଁ କହିଲି ଯୋଉ ପଶ୍ଚିମ ଝଡର ପ୍ରଭାବଟା ରହିବ, ବର୍ତ୍ତମାନ ସେ ବାୟୁର ଯୋଉ ଦିଗଟା ଉତ୍ତର ପଶ୍ଚିମରୁ ଆମର ପୂର୍ବ ଆଡକୁ ଅଗ୍ରସର ହବ। ତେଣୁ ପୂର୍ବ ଆଡକୁ ଅଗ୍ରସର ହେଲେ ସେ ଯୋଉ ନିମ୍ନଚାପ ରେଖାଟା ଧୀରେ ଧୀରେ ଘୁଞ୍ଚି ଘୁଞ୍ଚି ଆସିବ। ତେଣୁ ଆଜ୍ଞା ଆମର ଉପକୂଳବର୍ତ୍ତୀ ଓଡିଶାରେ ବି ବର୍ଷା ହବ, କିନ୍ତୁ ଯଦି ପରିମାଣ ଆପଣ ଦେଖିବେ ଉତ୍ତର ଓଡିଶାରେ ପରିମାଣଟା ବେଶୀ ରହିବ। ଆଜ୍ଞା ସାର୍ ଯୋଉ ଦେଖିବା ବର୍ତ୍ତମାନ ପରିସ୍ଥିତିରେ ବିଜ୍ଞାନ ଯେତେ ବି ଆଗକୁ ଗଲେ ମଧ୍ୟ ଆମେ କଣ ପାଇଁ ଗୋଟେ ପାଣିପାଗରେ ସଠିକ ଆକଳନ କରିପାରୁନେ? କଣ କହିବେ ନା, ସାର୍? ଆମେ କିଛିଟା ବହୁତ ଗୁଡା ଉନ୍ନତି କରିଛୁ, କିନ୍ତୁ ବର୍ତ୍ତମାନ ଆପଣ ଯଦି ଟିକେ ଇଜିଲି ବୁଝିବାକୁ ଚାହିଁବେ, ଆମେ ଦେଖନ୍ତୁ ଗରମ ହିଟ୍ କଣ୍ଡିସନ ଆମେ କହୁଛୁ ଯେ 25 ତାରିଖରୁ ହିଟ୍ କଣ୍ଡିସନ ବଢିବ, ଏପ୍ରିଲ 1ରେ ଅଧିକା ଗରମ ରହିବ। ସେଇଟା ଟିକେ ଆପଣଙ୍କୁ ପ୍ରେଡିକ୍ସନ କରିବାରେ ଟିକେ ଇଜି ହୁଏ, କାରଣ
एतरे जो कारक माने थांती से टिके कारक माने टिके लिमिटेड हमरो नॉलेज रे अछि हमें जानिचु से विषय रे और सेटा टिके स्टेबल एनवायरनमेंट रे हुए किंतु काल बैशाखी कहबे कि टर्नाडो कहबे ई सब रे हाई फ्रिक्वेंसी इवेंट आपन को समय ଆଜ୍ଞା दबोनी और बहुत लोकलाइज्ड एरे बहुत कम जगह जेंते आपन कहले बांगीर पोसी काली जो हेची बहुत लोके स्मॉल लोकालिटी रे अल्प समय पई कि हेई जीवो तेणु ସେଇ ଜିନିଷଟାକୁ ଆକଳନ କରିବା ବର୍ତ୍ତମାନ ଆମର ଜ୍ଞାନ କୌଶଳ ନାହିଁ କିନ୍ତୁ ମୋଟାମୋଟି ଆମେ କହିଦେଇ ପାରୁଛୁ ଯେ ଜିଲ୍ଲା ପରିପ୍ରେକ୍ଷୀରେ ଯେ ମୟୂରଭଞ୍ଜ ଜିଲ୍ଲାରେ ଟିକେ ବେଶୀ ପ୍ରଭାବ ରହିବ କିନ୍ତୁ ମୟୂରଭଞ୍ଜ ଜିଲ୍ଲାରେ କୋଉ ବ୍ଲକ ରହିବ କେତେ ସମୟ ରହିବ କୋଉ ଜାଗାରେ ହବ ସେଇଥିପାଇଁ ଆହୁରି ଜ୍ଞାନ କୌଶଳ ଦରକାର ଆଉ ଉପରେ ବି ଆହୁରି କାମ ହବା ଦରକାର ଆମେ କରିଛୁ କିଛିଟା ପ୍ରୋଗ୍ରେସ ଆଉ କିଛିଟା ପ୍ରୋଗ୍ରେସ କରିବାର ଅଛି କାରଣ ପ୍ରକୃତିକୁ ଆପଣ ସମ୍ପୂର୍ଣ୍ଣ ରୂପେ ବୁଝି ନାହାନ୍ତି କିଛିଟା ବୁଝିଛନ୍ତି ଆଉ କିଛିଟା ବହୁତ କିଛି ବୁଝିବାର ବି ବାକି ଅଛି ସେଇଥିପାଇଁ କି କିଛିଟା ଅନସର୍ଟେନିଟି ଆସୁଛି तो सर किछि कमेंटर मानको जे क्वेश्चन रहिछि सौम्यंकर गोटे क्वेश्चन रहिछि जे वर्ष को वर्ष एते बात्या कोन पई सृष्टि होछि या पछरे कोन रहिछि कारण वैज्ञानिक कारण कोन रहिछि ନା ବାତ୍ୟା ସୃଷ୍ଟି କରିବା ଆମର ଯଦି ଆମର ଉତ୍ତର ବଙ୍ଗୋପସାଗର ସରି ଆମର ଉତ୍ତର ଯୋଉ ଭାରତ ମହାସାଗର ଯୋଉ ଅଛି ନର୍ଥ ଇଣ୍ଡିଆନ ଓସନ ବେସିନ ବଙ୍ଗୋପସାଗର ଆରବ ସାଗର ଆମର ବାତ୍ୟାର ଦୁଇଟି ଋତୁ ରହୁଛି ଗୋଟେ ହେଲା ପ୍ରି ମନସୁନ ମେ ଏପ୍ରିଲ ମେ କି ଜୁନ अर्ली ଜୁନ ଆଉ ଗୋଟେ ରହିଲା ପୋଷ୍ଟ ମନସୁନ ଅକ୍ଟୋବର ନଭେମ୍ବର ବର୍ତ୍ତମାନ ମୋଟାମୋଟି ଦେଖାଯାଉଛି ଯେ ଆମର ଯୋଉ ପୋଷ୍ଟ ମନସୁନ ବାତ୍ୟା ଆର ବର୍ଷ ଯଦିଓ ଦାନା ଆସିଥିଲା କିନ୍ତୁ ଟିକେ ଅନିୟମିତ ରହୁଛି ପୋଷ୍ଟ ମନସୁନ ଅକ୍ଟୋବର ନଭେମ୍ବର ବାତ୍ୟାରେ କିନ୍ତୁ ପ୍ରି ମନସୁନ ଯୋଉ ଖରାଦିନିଆ ବାତ୍ୟା ପ୍ରତିବର୍ଷ ଆସୁଛି 2019 ରୁ ପ୍ରତିବର୍ଷ ଗୋଟେ ଗୋଟେ ଆସୁଛି ତେଣୁ ସେଇଥିପାଇଁ ଆପଣ କହୁଛନ୍ତି ଯେ ବାତ୍ୟାର ସଂଖ୍ୟା ବଢି ଯାଉଛି କିନ୍ତୁ ବାତ୍ୟାର ଯୋଉ ପରିବେଶ ସୃଷ୍ଟି ହଉଛି ଆମର ବି ନିଜର ଷ୍ଟଡି ଅଛି ଯେ କାହିଁକି ଖରାଦିନିଆ ବାତ୍ୟା ଅବିକା ବହୁତ ବନୁଛି କିଛିଟା ଭୌଗୋଳିକ ପରିସ୍ଥିତି ରହୁଛି ବଙ୍ଗୋପସାଗର ଏଇ ଟାଇପର ପ୍ରଶାନ୍ତ ମହାସାଗରରେ ଯେ ବାତ୍ୟା ବନେଇ ଦଉଛି ତେଣୁ ତାର କାରକ ମାନେ ମୁଖ୍ୟତଃ ଯଦି ଆପଣ ବହୁତ ଅଳ୍ପରେ ଜାଣିବାକୁ ଚାହୁଁଛନ୍ତି ସମୁଦ୍ର ତାପମାତ୍ରା ୱିଣ୍ଡ ର ଶିୟର ଆଜ୍ଞା ଆଉ କିଛିଟା ଆମର ଆର୍ଦ୍ରତା ଏଇ ସବୁ ପରିବେଶ ଅନୁକୂଳ ହେଇଯାଉଛି ମେ ମାସରେ କି अर्ली ଜୁନ ରେ ତେଣୁ ବାତ୍ୟା ସୃଷ୍ଟି ହଉଛି सर गोटे क्वेश्चन रहिछि जेमति कि जाजपुर जिल्ला रे जने कमेंट करछन्ती से जाजपुर जिल्ला रे केबेठु वर्षा हेबे ହଁ ଯାଜପୁର ଜିଲ୍ଲାରେ ବି ଆଜି ଆମର ଅପରାହ୍ନ ଆପଣ ନେଇଯିବେ ଯଦି ମତେ ଲାଗୁଛି 12ଟା ଗୋଟେ ପରେ ମତେ ଲାଗୁଛି ଆମର ଉପକୂଳବର୍ତ୍ତୀ ଜିଲ୍ଲାରେ କାରଣ ସେ ବାୟୁର ଚଳନଟା ଯେତେବେଳେ ପଶ୍ଚିମରୁ ପୂର୍ବକୁ ହବ ଆଉ ଟିକେ ସ୍ଥଳ ଭାଗଟା ଉତ୍ତପ୍ତ ହବ ଆପଣଙ୍କର ଯୋଉ ବର୍ଷା ଆକ୍ଟିଭିଟିଜ ସବୁ ଷ୍ଟାର୍ଟ ହବ ମତେ ଲାଗୁଛି ଯାଜପୁର ଜିଲ୍ଲା ବି ତା ଦେହରେ ଅନ୍ତର୍ଭୁକ୍ତ ଆଉ ଏଇ ଯୋଉ ଅପରାହ୍ନ ପରେ ଯୋଉ ବର୍ଷାଟା ଆରମ୍ଭ ହବ ଧୀରେ ଧୀରେ ଆଉ ସେ ରାତି ସାରା ବି କଣ୍ଟିନ୍ୟୁ କରିବ କାଲି ଅପରାହ୍ନ ପର୍ଯ୍ୟନ୍ତ କି କାଲି ସନ୍ଧ୍ୟା ପର୍ଯ୍ୟନ୍ତ ତେଣୁ ଯାଜପୁର ଜିଲ୍ଲାରେ ବି ମତେ ଲାଗୁଛି ବର୍ଷା ରହିବ ଅଳ୍ପ ଲାଇଟ୍ ଟୁ ମଡରେଟ୍ ରେନଫଲ୍ ରହିପାରେ सर एप्रिल मे रे सर्वोच्च तापमात्रा केते रहिबो 47 डिग्री उपरको जाई पारे कि सेमति किछि संभावना रहिछि ବର୍ତ୍ତମାନ ତ 47 ତ ହଁ ଗରମ ରହିବ ଆପଣଙ୍କର 25 ଚାଲିଗଲା 24 ଏଇ ଏପିସୋଡ କାଳବୈଶାଖୀରେ ଚାଲିଗଲା ପରେ 25 ତାରିଖରୁ ଆମର ପଶ୍ଚିମ ଭାରତରୁ ସେ ଗରମ ପ୍ରଭାବଟା ଆରମ୍ଭ ହବ ଓଡିଶାରେ ଟିକେ ଗରମ ପ୍ରଭାବଟା ଅଧିକ ହଉ ମତେ ଲାଗୁଛି 27-28 ହେଇଯିବ ତେଣୁ ଏପ୍ରିଲ ପ୍ରଥମ ସପ୍ତାହରେ ଆପଣଙ୍କୁ ଟିକେ ଅଧିକା ଗରମ ରହିବ କିନ୍ତୁ 47 ମତେ କାହିଁ ଲାଗୁନି ହଁ 42-43 ମଧ୍ୟ ହେଇଯାଇପାରେ ଯୋଉଟା ଆମର ପଶ୍ଚିମ ଓଡିଶାରେ ହୁଏ ଆଉ ଆମର ଯୋଉ ନର୍ମାଲ ଗ୍ରୀଷ୍ମ ପ୍ରବାହର ଯୋଉ ଟିକେ ତାପମାତ୍ରା ବଢି ଯାଉଛି କିନ୍ତୁ 47 ମତେ ଲାଗୁନି ଓଡିଶାରେ ହେଲା ଭଳିଆ କିନ୍ତୁ ଗରମ ଆପଣଙ୍କୁ ଯୋଉ ଗ୍ରୀଷ୍ମ ପ୍ରବାହ ଆମେ କହୁ ସେ ଏପ୍ରିଲ ପ୍ରଥମ ସପ୍ତାହରେ କି ମାର୍ଚ୍ଚ ଶେଷ ଆଡକୁ ଆରମ୍ଭ ହବ ଯଦି ଆପଣ ଗରମ କଥା କହିବେ ସେ 25 ପରେ ଆପଣଙ୍କୁ ଗରମ ଅନୁଭୂତ ଆରମ୍ଭ ହବ ବର୍ତ୍ତମାନ ତାପମାତ୍ରା କମି ଯାଇଛି ପୁଣି 25 ପରେ ତାପମାତ୍ରା ବଢିବ ଯୋଉଟା ମାର୍ଚ୍ଚ ଶେଷ ଆଡକୁ ଆଉ ଟିକେ ଗ୍ରୀଷ୍ମ ପ୍ରବାହ ମତେ ଲାଗୁଛି ଚାଲିବ ଏପ୍ରିଲ ପ୍ରଥମ ସପ୍ତାହ ବି ତା ଦେହରେ ଅନ୍ତର୍ଭୁକ୍ତ सर केमिति कुआपथर माडरू रक्षा पाई परिबा ପ୍ରଥମତଃ କଥା ହଉଛି ଆପଣ କୁଆପଥର ମାଡ଼ ପାଇଁ ଆପଣ ଫୋରକାଷ୍ଟ ଦେଖିବେ ଆଜିକାଲି ତ ବହୁତ ଟେକ୍ନୋଲୋଜି ଆଡଭାନ୍ସ ହେଇଗଲାଣି ଫୋରକାଷ୍ଟ ଆପଣଙ୍କ ରହିଯିବ ଯେ ବର୍ଷା ହବ ଥଣ୍ଡରଷ୍ଟର୍ମ ହବ ତେଣୁ ସେଇଟା ଗୋଟେ ଆପଣଙ୍କୁ ଗୋଟେ ଆଲର୍ଟ ରହିବ ଯେ ଆମେ ଟିକେ ଘରୁ ଏଇ ସମୟରେ ବାହାରିବାନି ସେଇଟା ଗୋଟେ ପ୍ରଥମ ଜିନିଷ ଯଦି କେତେଜଣ ବାହାରି ଯାଇଛନ୍ତି ତେଣୁ ଆପଣ କୌଣସି କଂକ୍ରିଟ ଘର ରେ ଆପଣ ନିଜକୁ ସୁରକ୍ଷିତ କରିବେ କୌଣସି ଗଛ ତଳେ ଆଶ୍ରୟ ନେବେନି
ପ୍ରଭାବଟା 24 ରୁ 36 ଘଣ୍ଟା କି 48 ଘଣ୍ଟା ରହିବ। ତେଣୁ ସେଇଟା ବି ଆପଣଙ୍କୁ ଏଇଟା ଘଣ୍ଟାକୁ ଘଣ୍ଟା ଚେଞ୍ଜ ହବ, କାରଣ ଏ ବହୁତ ରାପିଡଲି ଡେଭଲପିଂ ସିଷ୍ଟମ। ଆପଣ ଆଲର୍ଟ ରହିବେ। ମୋଷ୍ଟଲି ଆପଣ ଯଦି କଂକ୍ରିଟ ଘରେ ରହିବେ, ମତେ ଲାଗୁଛି ଏସବୁ ଜିନିଷରୁ ସୁରକ୍ଷିତ ରହିପାରିବେ, କିନ୍ତୁ ଆପଣଙ୍କୁ ଅପଡେଟ୍ ରହିବାକୁ ପଡିବ, କାରଣ ବହୁତ ହାଇ ଫ୍ରିକ୍ୱେନ୍ସି ଇଭେଣ୍ଟ ଯେମିତି ଏପିସୋଡିକାଲି ହବ, ଆଉ କୋଉଠି ବହୁତ ସ୍ଥାନ ବିଶେଷରେ ହେଇଯାଇପାରେ, କିନ୍ତୁ ନେକ୍ସଟ ଯୋଉ 24 ରୁ 48 ଘଣ୍ଟା ରହୁଛି ଏଇ ସବୁ ପରିସ୍ଥିତି ଉପୁଜିପାରେ। ଶକ୍ତିଶାଳୀ ବିସ୍ତୃତ କାଳବୈଶାଖୀ ଆମେ କେବେଠୁ ଦେଖିବାକୁ ପାଇବା, ଏପ୍ରିଲ ନା ମେ ମାସରେ? ବର୍ତ୍ତମାନ ତ ଆପଣ ଗୋଟେ ଶକ୍ତିଶାଳୀ କାଳବୈଶାଖୀ ଦେଖୁଛନ୍ତି, କାଲି ବି ପ୍ରଭାବ ଦେଇଛି, ଆଜି ବି ପ୍ରଭାବ ଦବ। ଶକ୍ତିଶାଳୀ ମାନେ ଆପଣ କହୁଛନ୍ତି ପବନର ବେଗ 80-90 ସେମିତି କୁହା ହୁଏନି, କିନ୍ତୁ ଗୋଟେ କାଳବୈଶାଖୀର ପ୍ରଭାବ ହେଲା ଆପଣଙ୍କର ଥଣ୍ଡରଷ୍ଟର୍ମ ଆକ୍ଟିଭିଟିଜ ହବ, ହାଲୁକାରୁ ମଧ୍ୟମ ଧରଣର ବର୍ଷା ହବ, ବେଳେ ବେଳେ ଘୂର୍ଣ୍ଣିଝଡ଼ ସୃଷ୍ଟି କରିଦେଇପାରେ। ଅବିକା ଲାଗୁଛି ଏଇ ଏପିସୋଡଟା 24 ପରେ କମିଯିବ, ତାପରେ ଆପଣଙ୍କର ଗ୍ରୀଷ୍ମ ପ୍ରଭାବ ଆରମ୍ଭ ହବ, କାରଣ କାଳବୈଶାଖୀଟା ଟିକେ ହାଇ ଫ୍ରିକ୍ୱେନ୍ସି ଇଭେଣ୍ଟ ଏତେ ଆଗରୁ ଧରା ପଡିବନି। କିନ୍ତୁ ବର୍ତ୍ତମାନ କଣ କି ପଶ୍ଚିମା ଝଡ଼ର ପ୍ରଭାବଟା ଥିଲା, ପଶ୍ଚିମା ଝଡ଼ ଆମେ ଜାଣୁଥିଲୁ ଯେ ପ୍ରୋଗ୍ରେସ କରୁଛି, 20 ରୁ ପ୍ରଭାବ ଦବ, କିନ୍ତୁ ଲୋକାଲାଇଜ କାଳବୈଶାଖୀ ବର୍ତ୍ତମାନ ଲାଗୁନି। 24 ତାରିଖ ପରେ ଆପଣଙ୍କର ଖରା ପରିବେଶ ରହିବ। ଦେଖିବା ଏପ୍ରିଲ ମଧ୍ୟଭାଗ ପରେ କଣ ହଉଛି। ଏପ୍ରିଲ 1 ରେ କାଳବୈଶାଖୀ ଅଛି କି ସାର୍? ନା, ଏପ୍ରିଲ ଆପଣ ମାର୍ଚ୍ଚ 25-26 ପରେ ମତେ ଲାଗୁଛି ଗରମ ପ୍ରଭାବ ଆରମ୍ଭ ହବ। ଏପ୍ରିଲ 1st ୱିକରେ ମତେ ଲାଗୁଛି ଗ୍ରୀଷ୍ମ ପ୍ରଭାବର ବହୁତ ସମ୍ଭାବନା ରହୁଛି। କାଳବୈଶାଖୀ ବର୍ତ୍ତମାନ ମତେ କିଛି ଲାଗୁନି। ଆଜ୍ଞା ସାର୍, ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ଆଲୋଚନା ପାଇଁ।